ଯେଉଁ ଘରର ଛାତ ଉପରେ ପାରା ମଳ କରିଥାଏ, ସେଇ ଘରେ ଏହି ଦୁଇଟି ଜିନିଷ ତୁରନ୍ତ ବହିଯାଏ। ଆପଣ ଯେତେବେଳେ ଆପଣଙ୍କ ଛାତକୁ ଯାଇଥାନ୍ତି, ତ ଆପଣ ପାରାର ମଳ ଇଆଡ଼େ ସିଆଡ଼େ ପଡ଼ିଥିବାର ଦେଖିଥାନ୍ତି। ଆପଣମାନେ ଜାଣିଛନ୍ତି କି ଛାତ ଉପରେ ପାରାର ମଳ ପଡ଼ିଥିଲେ କ'ଣ ହୋଇଥାଏ, ଆଉ ପାରାର ମଳ ଦ୍ୱାରା ଘରେ କ'ଣ ଆସିଥାଏ? ତେବେ ଆସନ୍ତୁ ଜାଣିବା। ଏମିତିରେ ବି ପାରାକୁ ଶୁଭ ପକ୍ଷୀ ମନାଯାଏ ନାହିଁ। ପାରା ମଳ କରିବା ଘରେ କେବଳ ଓ କେବଳ ଦରିଦ୍ରତାର କାରଣ ବନିଥାଏ। ଆପଣଙ୍କ ଛାତ ଉପରେ ଯଦି ପାରାର ମଳ ମାସ ମାସ ଧରି ପଡ଼ି ରହିଥାଏ, ସେହି ଘର କେବେ ବି ଉନ୍ନତି ହୋଇନଥାଏ। ସେହି ଘରର ପ୍ରତ୍ୟେକ ସଦସ୍ୟ ସବୁବେଳେ ଅଶାନ୍ତି ହୋଇ ରହିଥାନ୍ତି, ଆଉ ସେଇ ଘରକୁ ଦରିଦ୍ରତା ଉପରେ ଦରିଦ୍ରତା ଆସିଥାଏ। ସେଇ ଘର ସବୁବେଳେ ଗରିବୀ ହୋଇ ରହିଥାଏ।